କାଟୁଛୁ? ଏଇଟା କଦଳୀ, ଆଳୁ, ଜହ୍ନି ଆଉ ବାଇଗଣ, ବିଲାତି, ନାଡ଼ି ପକେଇକି ଗୋଟେ ଏକଦମ ଘାଣ୍ଟ ହବ। ମମି ଏଗୁଡ଼ା କ'ଣ ରାନ୍ଧୁଛୁ? ସେଇଗୁଡ଼ା ପ୍ରାୟ ହଉଛୁ ଜହ୍ନି ଚୁପା। ମୁଁ ଆଜି ଗୋଟେ ଜହ୍ନି ଚୁପାର ଚଟଣି କରିବି। ତ ଅଲଗା ମୁଁ କରିବି, କିନ୍ତୁ ସ୍ପେଶାଲ ମୁଁ ଜହ୍ନି ଚୁପାର ଚଟଣି କରିବି। କେମିତି କରିବି ମୁଁ ଆପଣମାନଙ୍କୁ ସେୟାର କରିବି। ଚାଲନ୍ତୁ ତାହେଲେ ଆରମ୍ଭ କରିଦେବା। ଦେଖନ୍ତୁ ସାଙ୍ଗମାନେ, ମୁଁ ଜହ୍ନି, ଆଳୁ, ବାଇଗଣ ଆଉ କଦଳୀ ସବୁ ପ୍ରକାର ପରିବା କାଟିକି ରଖିଛି। ଏପଟେ ନାଡ଼ି କାଟିଛି, ତାକୁ ଗୋଟେ ଘାଣ୍ଟ କରିବି। କିନ୍ତୁ ଏଇ ଦେଖନ୍ତୁ, ଇଏ ହେଲା ଜହ୍ନି। ଜହ୍ନିର ଚୋପା ଦେଖନ୍ତୁ, ଇଏ ଜହ୍ନିର ଚୋପାକୁ ମୁଁ ଫିଙ୍ଗିବିନି। ତାକୁ ଗୋଟେ ପତୁଆ ମୁଁ ତିଆରି କରିବି। ଆଉ କେମିତି କରିବି ମୁଁ ଆପଣମାନଙ୍କୁ ସେୟାର କରିବି। ତାହେଲେ ଚାଲନ୍ତୁ ଆମେ ଆଜି ତିଆରି କରିବା। ଦେଖନ୍ତୁ, ମୁଁ ଏଥର ସୋରିଷ, ବାଦାମ, ରସୁଣ, ପିଆଜ, ଜିରା, କଞ୍ଚା ଲଙ୍କା ଆଉ ଜହ୍ନି ଚୋପାକୁ ମୁଁ ପକାଇଦେଲି। ବର୍ତ୍ତମାନ ତାକୁ ମୁଁ ଟିକେ ଗ୍ରାଇଣ୍ଡିଙ୍ଗ କରିଦେବି। ସତରେ ସାଙ୍ଗମାନେ, ମୁଁ କୌଣସି ଜିନିଷ ନଷ୍ଟ କରେନି। ମୁଁ କିଛି ନା କିଛି ତିଆରି କରିଦିଏ। ଆଉ ଜିନିଷ ନଷ୍ଟ ହେଲେ ମୋତେ ବହୁତ ବାଧେ, କାହିଁକିନା ପଇସା ଦେଇକି ଅଣା ହେଉଛି। ଆଉ ତାକୁ ନଷ୍ଟ କରିଦେଲେ ହେବ ନା। ତାକୁ ତ ଯାହାହେଲେ ଗୋଟେ କରିଦେଲେ ହେବ। ତ ସବୁ କିଛି ଅଛି ତିଆରି କରିବାର। ଆମକୁ ତିଆରି କରିବାକୁ ହିଁ ପଡ଼ିବ। ତିଆରି କରିବାକୁ ହିଁ ପଡ଼ିବ। ତିଆରି ନ କଲେ ନଷ୍ଟ ହେବ। ତେଣୁ ମୁଁ ସବୁ ଜିନିଷ ତିଆରି କରିବା ପାଇଁ ଚେଷ୍ଟା କରେ। ଦେଖନ୍ତୁ, ମୁଁ ବର୍ତ୍ତମାନ ଗ୍ରାଇଣ୍ଡିଙ୍ଗ କରିଦେଉଛି। ପକେଇଦେବି ବାଟିଥିବା ଜହ୍ନି ଚୋପା ମସଲା। କଞ୍ଚା ଲଙ୍କା ପକେଇଛି, ବଟା ଲଙ୍କା, ସେମିତି ଦେଖାଉଛି। କଞ୍ଚା ଲଙ୍କା ଟେଷ୍ଟ ଲାଗେ। ଦେଖନ୍ତୁ, ମୁଁ ସବୁ ମସଲା ପକେଇଦେଲି। ଏ ହେଉଛି ବାଦାମ, ସୋରିଷ, ରସୁଣ, ଲଙ୍କା, ଜିରା ବାଟିଥିଲି। ତାପରେ ହଳଦୀ ଗୁଣ୍ଡ ପକେଇଦେଲି। ଦେଖନ୍ତୁ, ଲଙ୍କା ଗୁଣ୍ଡ, ଲଙ୍କା ବାଟିଥିଲି କଞ୍ଚା ଲଙ୍କା, ତେଣୁ ମୁଁ ଅଳ୍ପ ଟିକେ ଲଙ୍କା ଦେଉଛି। କାঁଚା ଲୁଣ, ତା ସାଙ୍ଗରେ ଦେଖନ୍ତୁ ତେଲ ଦେଇଦେଲି। ତ ସାଙ୍ଗମାନେ, ମୁଁ ତ ଆଗରୁ ଦେଖେଇଥିଲି ତ ଜହ୍ନି ଚୋପାର ଚଟଣି ବି ମୁଁ ଆଗରୁ ଦେଖେଇଛି। କାରଣ ଜହ୍ନି ଚୋପା ମୁଁ ତାକୁ ତେଲରେ ଭାଜିକି ରସୁଣ, ଜିରା, ଶୁଖିଲା ଲଙ୍କା ମୁଁ ଚଟଣି କରିଥିଲି। ତାକୁ ବି ମୁଁ ଭିଡ଼ିଓରେ ଦେଖେଇଥିଲି। ଆଜି ମୁଁ ପତ୍ରରେ କରୁଛି। ତ କେତେ ପ୍ରକାରର କିଏ କରନ୍ତି ତା ଠିକ୍ ନାହିଁ। ମୁଁ ତ ଏମିତି କରେ। ଆପଣମାନେ କେମିତି କରନ୍ତି କମେଣ୍ଟ ଭିତରେ ଜଣାଇବେ। କାଶ ଆସୁଛି, କାଶ। କାହିଁକିନା ଆଗେ ମୁଁ ଶାଗଟା ଛୁଙ୍କିଥିଲି ତ ସେଇଥିପାଇଁ ଗୋଟେ ମସ୍ତ କାଶ ଚାଲି ଆସୁଛି। ଦେଖନ୍ତୁ, ମୁଁ ବିଲାତିଟାକୁ ତ ରୁଜୁ କରିକି ପକାଇଦେବି ତା ଦେହର ପୁରା। ମୋର ଏ ହାତଟା ଟିକେ ବଥା କରୁଛି ନା, ସେଥିପାଇଁ ମୁଁ କାଟି ପାରୁନି ଠିକ୍ ସେ। ଦେଖନ୍ତୁ, ବିଲାତି ପକାଇଦେଲି। ତାକୁ ରୁଜୁ କରି ଲଙ୍କା ଆଉ ଦୁଇଟା ପକାଇଦେବି। ଗୋଟେ ବେଶୀ ପକାଇଦେବି, ଗୋଟେ ପକାଇବି। ତାପରେ ତାକୁ ମୁଁ ଚକଟି ଦେବି। ଏଇ ପତ୍ର ପୋଡ଼ା ପତୁଆ ମାନେ ମେନ୍ ଏଇ ଚକଟିବା ପାଖର କଥା। ମାନେ ହାତରେ ଯେତେ ଚକଟିବେ ନା, ପତୁଆଟି ସେତେ ସୁନ୍ଦର ହେବ। ପତ୍ର ପୋଡ଼ା ହଉ, କରେଇର ବି ହେଲେ ଏମିତି ଚକଟିକି ଦେଲେ ନା ବହୁତ ଭଲ ହୁଏ। ମୁଁ ତାକୁ ପତ୍ରରେ ପକାଇବି। ପତ୍ର ଆଣିକି ରଖିସାରିଲି। ଦେଖନ୍ତୁ, କଖାରୁ ପତ୍ର ଫ୍ରିଜରେ ଥିଲା, ରଖି ସାରିଲେଣି। ତାକୁ ଟିକେ କଖାରୁ ପତ୍ରର ତେଲ ଲଗାଇ ଦେଇତେ ପଡ଼ିବ, ନହେଲେ ଉଠିବନି ଜମା। ତେଲ ଲଗାଇଦେଲେ ବହୁତ ସୁନ୍ଦର ଭାବରେ ଉଠିବ।
ଦେଖନ୍ତୁ ସବୁବେଳେ ତ ମୁଁ ଦେଖାଏ ତେଲ କେମିତି ଲଗାଏ। ଏତେ ବଡ଼ ପତ୍ର ଦେଖନ୍ତୁ, ଗୋଟେ ପତ୍ର ହିଁ ହେବ, ଆଉ ପତ୍ର ମୁଁ ତାକୁ ଦେଉନାହିଁ। ଗୋଟେ ପତ୍ର ତେଲ ଲଗେଇ ଦେଉଛି ଦେଖନ୍ତୁ। ମୁନିକି ବି ଛୁଙ୍କ ଚାଲି ଆସୁଛି, ଶାଗ ଛୁଙ୍କଟା। ଦେଖନ୍ତୁ କେତେ ସୁନ୍ଦର ତେଲ ଲଗେଇ ଦେଉଛି। ଗୁଳା ଗୁଡ଼ିକୁ ଯେଉଁ ଗୋଳେଇଥିଲି ଜହ୍ନି ଚୋପା, ତାକୁ ମୁଁ ଦେଇଦେଲି କଖାରୁ ପତ୍ରରେ। ମୋର କଖାରୁ ପତ୍ରରେ ବି ସବୁବେଳେ କଦଳୀ ପତ୍ରରେ ବି ହେବ, ଶାଳ ପତ୍ରରେ ବି ହେବ। ଆଉ ଯେହେତୁ ମୋର ବର୍ତ୍ତମାନ କଖାରୁ ସବୁଆଡ଼େ ଦେଖିବେ କଖାରୁ ଗଛ ସମସ୍ତେ ପିଢ଼ାକୁ ଦିଅନ୍ତି। ଆକୁ କୁହନ୍ତି କ'ଣ ନା ଯେଉଁ ବର୍ଷା ଦିନିଆ କଖାରୁ ଗଛ, ସେ ପତ୍ର ବି କେଡ଼େ କେଡ଼େ ହେଇଛି ଦେଖନ୍ତୁ, ବହୁତ ବଡ଼ ବଡ଼ ହେଇଥାଏ। ମୋତେ ଏଇ ପତ୍ର ଦେଖିଲା ମାନେ କିଛି ନା କିଛି ମୋତେ ପତୁଆ କରିବା ପାଇଁ ଇଚ୍ଛା ହୁଏ। ତେଣୁ ମୁଁ ସବୁଦିନେ ମୋର ଗୋଟେ ପତୁଆ ହିଁ ହେବ। କେରକମ ମୁଳି ଦେଉଛି, ସବୁଦିନ ମୁଳେଇ ନଥାଏ ନା, ଗୋଟେ ପତ୍ରରେ ମୁଳଣ ଦେଖନ୍ତୁ ପୁରା ହେଇଗଲା। ଦେଖିଲି ଆଉ ତାକୁ ମୁଁ ବାନ୍ଧିବା ଦରକାର ପଡ଼େନି, କାହିଁକି ନା ଏଇ ଛୋଟ ପ୍ଲେଟ୍ଟି ମୁଁ ଆଗେ ଢାଙ୍କି ଦିଏ, ତାପରେ ବଡ଼ ପ୍ଲେଟ୍ ଝାଣିଦିଏ। କେମିତି ଆଉ ଢାଙ୍କିବା ପାଇଁ ଏନା ବାନ୍ଧିବା ପାଇଁ ଦରକାର ହୁଏନି, ଆଉ ଗୋଟେ ପତ୍ରରେ ହିଁ ଧରିଯାଏ। ବର୍ତ୍ତମାନ ଗ୍ୟାସ୍ ପାଖକୁ ଯିବା ଚାଲନ୍ତୁ। ହୋ ଭୁଲି ଯାଇଛି ମୁଁ ତେଲ ଢାଳିବା ପାଇଁ। ତେଲ ନଦେଲେ କ'ଣ ହେବ? ତେଲ ନଦେଲେ ହେବନି, ସବୁଆଡ଼େ ହିଁ ତେଲ ଦେବାକୁ ପଡ଼ିବ। ତ ମୁଁ ତେଲ ନେବାକୁ ଭୁଲି ଯାଇଛି। ଗ୍ୟାସ୍ରେ ମୁଁ ଲଗେଇକି ବସେଇ ଦେଇଯାଇଛି ଆଗେ ଦେଖନ୍ତୁ, ବସେଇ ଦେଇଯାଇଛି। ହେଲେ ତେଲ ପକେଇବି, କାହିଁକି ନା ଗରମ ହେଇଯାଇଛି ଠିକ୍। ମୁଁ ଯେନ ଆଗୁଆ ଦେଇ ଦେଇଥିଲି ଦେଖନ୍ତୁ। ମୋର କେମିତି ଥିବ ଗ୍ୟାସ୍ ଦେଖନ୍ତୁ, ମୋର ଗ୍ୟାସ୍ ଚାଲିଗଲା। ପୁରା ଏଇ ଛୋଟ ଢାଙ୍କୁଣିକୁ ମୁଁ ପୁରା ଦେଇଦେଲି, ତାପରେ ବଡ଼ ଢାଙ୍କୁଣି ଦେଇଦେଲି। ଗ୍ୟାସ୍ ପୁରା ସ୍ଲୋ କରିଦେଲି ଦେଖନ୍ତୁ, ପୁରା ସ୍ଲୋ। ତାପରେ ମୁଁ ଯାବତୀୟ କାମ କରିବି, ପତୁଆ ବାଡ଼େ ହେଉଥିବ। ଗୋଟେ ପାଖ ପୁରା ହେଇଗଲା, ମୁଁ ତାକୁ ନଉଟେଇଥିଲି ଦେଖନ୍ତୁ କେତେ ସୁନ୍ଦର ହେଇଯାଇଛି, ପୁରା ପତ୍ର ପୋଡ଼ା ଭଳିଆ। ତାକୁ ନଉଟେଇଦେଲି, ତାର କିଛି ସମୟ ପରେ ପୁଣି ହେଇଯିବ। ପତୁଆ ପୁରା ରେଡ଼ି ହେଇଯାଇଛି। ତ ଦେଖନ୍ତୁ ପୁରା ପୋଡ଼ା ପତ୍ର ପୋଡ଼ା ପତୁଆ ଦେଖନ୍ତୁ। ବର୍ତ୍ତମାନ ଖୋଲିବି, ଟିକେ ଟେଷ୍ଟ କରିବା କେମିତି ଲାଗୁଛି। ମୁଁ ଖାଇକି ଟେଷ୍ଟ କରିବି କେମିତି ହେଇଛି ଜହ୍ନି ଚୋପାର ପତୁଆ। ତ ବହୁତ ସୁନ୍ଦର ହେଇଛି ସାଙ୍ଗମାନେ, ଜହ୍ନି ଚୋପାର ପତୁଆ ବହୁତ ସୁନ୍ଦର ହେଇଛି। ଆପଣ ଏମିତି କରିକି ଖାଆନ୍ତୁ। ଆଉ ସାଙ୍ଗମାନେ ଆପଣ କେଉଁ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଟିକେ କମେଣ୍ଟ କରିକି ଜଣାଇବେ। ଆଉ ମୋର ପତୁଆ ଏମିତି ଭେରାଇଟି ପତୁଆ ମୁଁ ଦେଖାଉଛି। ଆମର ପତୁଆ ଆପଣଙ୍କୁ କେମିତି ଲାଗୁଛି ନିଶ୍ଚିତ ଘରେ କରି କରନ୍ତୁ, ଆଉ ତା'ର ଟେଷ୍ଟ କେମିତି ହେଇଛି ଜାଣନ୍ତୁ, ଆଉ ମୋତେ କମେଣ୍ଟ କରନ୍ତୁ। ଆଜିର ଏଇ ଜହ୍ନି ପତୁଆଟି ବହୁତ ସୁନ୍ଦର ହେଇଛି। ତ ମୁଁ ଖାଇକି ଜାଣିପାରୁଛି, ଆପଣ ଘର କଲେ ନିଶ୍ଚିନ୍ତ ଜାଣିପାରିବେ କେତେ ଟେଷ୍ଟ ହେଉଛି, ଆଉ ମୋତେ କମେଣ୍ଟ କରିକି ଜଣାଇବେ। ତ ମୁଁ ରହୁଛି, ଆଜିର ଭିଡ଼ିଓ ମୁଁ ଏଇଠି ସେଠି, ପୁଣି ଦେଖା ହେବ କାଲିର ଭିଡ଼ିଓରେ। ନମସ୍କାର, ଜୟ ଜଗନ୍ନାଥ।